ଜଳ ନିଷ୍କାସନ ପଥ ଅବରୋଧ ଯୋଗୁଁ ଅସନ୍ତୋଷ, ଏକର ଏକର ଚାଷ ଜମି ଜଳମଗ୍ନ, ପ୍ରଶାସନ ଦୃଷ୍ଟି ପଡୁ। ଖଣ୍ଡପଡାରୁ ପ୍ରଭୁ ଶ୍ରୀ ନୀଳମାଧବଙ୍କ କ୍ଷେତ୍ର କଣ୍ଟିଲୋକୁ ସଂଯୋଗ କରୁଥିବା ରାସ୍ତାର ଚାଉପଲ୍ଲୀ ଗ୍ରାମ ନିକଟରେ ଅବସ୍ଥିତ ଏକ କଲଭର୍ଟର ଗୋଟିଏ ପାର୍ଶ୍ୱକୁ ଅବରୋଧ କରି ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ସ୍ଥାୟୀ ଭାବେ ଏକ ପକ୍କା ବାସଗୃହ ନିର୍ମାଣ କରିଥିବାରୁ ବର୍ଷା ଜଳ ନିଷ୍କାସନ ହୋଇ ନପାରି ରାସ୍ତା ପାର୍ଶ୍ୱସ୍ଥିତ ଏକର ଏକର ଚାଷ ଜମିରେ ଜମି ରହିଛି। ଫଳରେ ସାଧାରଣ ଅସନ୍ତୋଷ ପ୍ରକାଶ ପାଇଛି। ଚାଷ ଜମିରେ ବର୍ଷା ଜଳ ଜମି ରହିବା ଯୋଗୁଁ ଚାଷବାସ କାର୍ଯ୍ୟ ବ୍ୟାହତ ହୋଇଛି। ପୁନଶ୍ଚ ଆଖପାଖରେ ଥିବା କେତେକ ବାସଗୃହ ମଧ୍ୟରେ ବର୍ଷା ଜଳ ପ୍ରବେଶ କରିଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏବେ ରାସ୍ତା ପାର୍ଶ୍ୱକୁ ଲାଗି ବର୍ଷା ଜଳ ଲହଡ଼ି ଭାଙ୍ଗୁଥିବା ବେଳେ ଆଉ ଅଧିକ ବର୍ଷା ହେଲେ ବିଷମ ପରିସ୍ଥିତି ସୃଷ୍ଟି ହେବା ସହ ଖଣ୍ଡପଡା କଣ୍ଟିଲୋ ମୁଖ୍ୟ ରାସ୍ତା ଉପରେ ବର୍ଷା ଜଳ ପ୍ରବାହିତ ହେବାର ଆଶଙ୍କା ପ୍ରକାଶ ପାଇଛି। ପୂର୍ତ୍ତ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଓ ଖଣ୍ଡପଡା ତହସିଲ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଖଳିସାହି, ଚାଉପଲ୍ଲୀ ଓ ମଦ୍ରାଜପୁର ଗ୍ରାମବାସୀ ଦାବି କରିଛନ୍ତି। ଜଳ ନିଷ୍କାସନ ପଥ ଅବରୋଧ କରି ବାସଗୃହ ନିର୍ମାଣ କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଶିବନାରାୟଣ ଦାସଙ୍କ ରିପୋର୍ଟ, ଖଣ୍ଡପଡା ବାର୍ତ୍ତା।